ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା 2025 ପାଇଁ ସୁରଭିର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ରହିଛି, କେତେ ତାରିଖରେ ହେବ ଏବଂ ସେଗୁଡ଼ିକର କ'ଣ କ'ଣ ଏ ବର୍ଷ ବିଷୟ ସୂଚୀ ରହିଛି ସେଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବା। ତ ଚାଲନ୍ତୁ ଦେଖନ୍ତୁ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର ଦ୍ୱାରା ଲେଟର ନମ୍ବର 9883 ଏବଂ 12/9/2025ରେ ଶ୍ରୀମତୀ ଶାଲିନୀ ପଣ୍ଡିତ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବିଷୟ ଦେଖନ୍ତୁ, ଶିଶୁ ମହୋତ୍ସବ ସୁରଭି 2025 କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧୀୟ। ତ ମହାଶୟ ମହାଶୟା, ସୁରଭି 2025 କାର୍ଯ୍ୟକ୍ରମ 12 ନଭେମ୍ବର 2025ରୁ 14 ନଭେମ୍ବର 2025 ତାରିଖ ପର୍ଯ୍ୟନ୍ତ ହେବ। ତେବେ ତା ପୂର୍ବରୁ ବିଦ୍ୟାଳୟ ସ୍ତରରେ ଏବଂ ବ୍ଲକ ସ୍ତରରେ ଏବଂ ଆପଣଙ୍କର ବ୍ଲକ ସ୍ତରରେ, ବିଦ୍ୟାଳୟ ସ୍ତରରେ, କ୍ଲଷ୍ଟର ସ୍ତରରେ ଗୋଟେ ଦିନ ପ୍ରତିଯୋଗିତା କରି କୃତି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ତ ଚଳିତ ବର୍ଷ ସୁରଭି 2025ରେ ଆପଣଙ୍କର ମୁଖ୍ୟ ପ୍ରସଙ୍ଗ ରହିଛି ମୋ ସ୍ୱପ୍ନର ଓଡ଼ିଶା 2036। ଏହି ସମ୍ବନ୍ଧରେ ଦେଖନ୍ତୁ ଆପଣଙ୍କର କେଉଁ ଦିନ କ'ଣ ଅଛି। ତ ଆପଣଙ୍କର ଶିଶୁ ମହୋତ୍ସବ ସୁରଭି 2025 ପାଳନ ନିମନ୍ତେ ନିୟମାବଳୀ ଦେଖନ୍ତୁ। ଆପଣଙ୍କର 17/9/2025 ଠାରୁ 19/9/2025 ବା 17 ସେପ୍ଟେମ୍ବରରୁ ଆପଣ 19 ସେପ୍ଟେମ୍ବର ଭିତରେ ଗୋଟିଏ ଦିନ ଆପଣ ବିଦ୍ୟାଳୟ ସ୍ତରରେ ସୁରଭି କାର୍ଯ୍ୟକ୍ରମ କରିବେ। ସେହିଭଳି କ୍ଲଷ୍ଟର ଲେବୁଲରେ ଆପଣଙ୍କର 9 ଅକ୍ଟୋବରରୁ 11 ଅକ୍ଟୋବର ମଧ୍ୟରେ ଗୋଟିଏ ଦିନ ଆପଣଙ୍କର ପ୍ରତିଯୋଗିତା କରିବେ। ସେହିଭଳି ବ୍ଲକ ଲେବୁଲରେ 14 ଅକ୍ଟୋବର ଠାରୁ 17 ଅକ୍ଟୋବର ପର୍ଯ୍ୟନ୍ତ ଗୋଟିଏ ଦିନ ଆପଣଙ୍କର ବ୍ଲକ ଲେବୁଲରେ ସୁରଭି କାର୍ଯ୍ୟକ୍ରମ କରିବେ। ସେହିଭଳି ଜିଲ୍ଲା ସ୍ତରରେ ମଧ୍ୟ 22 ଅକ୍ଟୋବରରୁ 30 ଅକ୍ଟୋବର ମଧ୍ୟରେ ଯେକୌଣସି ଗୋଟିଏ ଦିନ କରିବେ। ସେହିଭଳି ରାଜ୍ୟ ସ୍ତରରେ ହେବ ଆମର 12 ନଭେମ୍ବରରୁ 14 ନଭେମ୍ବର ମଧ୍ୟରେ ଆମର ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ହେବ। ଯେଉଁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବେ ସେମାନେ ରାଜ୍ୟ ସ୍ତରରେ ଯାଇ କୃତିତ୍ୱ ପ୍ରଦର୍ଶନ କରିବେ। ତ ବିଶେଷ ସୂଚନା ଗୁଡ଼ିକ ଦେଖନ୍ତୁ। ଆପଣଙ୍କର ସମସ୍ତ ଅନୁଦାନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଆଦର୍ଶ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା 4ର୍ଥ ଶ୍ରେଣୀ ଠାରୁ ଦ୍ୱାଦଶ ଛାତ୍ରଛାତ୍ରୀମାନେ ସୁରଭି 2025ରେ ଆପଣଙ୍କର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ସେହିଭଳି ଆପଣଙ୍କର 4ର୍ଥ ଠାରୁ 7ମକୁ ଜୁନିୟର ଏବଂ 8ମ ଠାରୁ 10ମ ଯାଏ ଆପଣଙ୍କର ସିନିୟର ରୂପେ ବିବେଚିତ କରାଯିବ। ସେହିଭଳି ଆପଣଙ୍କର ପ୍ରଥମ ଶ୍ରେଣୀ ଠାରୁ 3ୟ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟରେ ବିଦ୍ୟାଳୟ ଓ କ୍ଲଷ୍ଟର ସ୍ତରରେ ସ୍ୱତନ୍ତ୍ର ପ୍ରତିଯୋଗିତା ସୁରଭି 2025 ଅନୁଷ୍ଠିତ ହେବ। ଏ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ସଂଲଗ୍ନ କରାଯାଇଛି। ତାପରେ ଦେଖନ୍ତୁ, CWSN ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବେ। ଯେଉଁ ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରି ରାଜ୍ୟରେ ଅଂଶଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଥିବେ ସେମାନେ କେବଳ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଅର୍ଥାତ୍ ଯେଉଁମାନେ ଜିଲ୍ଲା ସ୍ତରରେ କୃତିତ୍ୱ ପାଇଥିବେ। ସେହିଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ମନୋନୀତ ହୋଇ ଆସିଥିବା ପ୍ରତିଯୋଗୀମାନେ ଅତିବେଶୀରେ 2ଟି ପ୍ରତିଯୋଗିତାରେ ଭାଗ ନେଇପାରିବେ। 25 ମସିହାରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ସୁରଭି ଅନ୍ୟୁନ 75 ଶତକଡ଼ାରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯେପରି ନୂତନ ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସେଥିପାଇଁ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଏହା ନିଶ୍ଚିତ କରିବେ। ତାପରେ ଦେଖନ୍ତୁ ଆପଣଙ୍କର କେଉଁ ବିଷୟ ପ୍ରତି ଗୁରୁତ୍ୱ ଦିଆଯିବ। ତ ଆପଣଙ୍କର ଦେଖନ୍ତୁ, ତର୍କ ବା ଡିବେଟ୍ ପାଇଁ 5 ମିନିଟ, ଯାହାକି ଆପଣଙ୍କର 8ମରୁ 10ମ ଶ୍ରେଣୀ ବରିଷ୍ଠ ସିନିୟର ମାନେ ନେବେ, ତର୍କ କରିବେ ସେମାନେ। ସେହିଭଳି ବରିଷ୍ଠ ଉଚ୍ଚ ମାଧ୍ୟମିକ ମାନେ ମଧ୍ୟ ଗୋଟିଏ ଟପିକ ବା ବିତର୍କ କରିବେ। ସେ ବିଷୟଟି ହେଉଛି କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାଦାନରେ ଶିକ୍ଷକଙ୍କ ଭୂମିକା ନେଇପାରିବ କି? ସେହିଭଳି ପ୍ରବନ୍ଧ ଲିଖନ ଦେଖନ୍ତୁ, 1 ଘଣ୍ଟା ବ୍ୟବଧାନ କରାଯାଇଛି। ଦେଖନ୍ତୁ ପ୍ରବନ୍ଧ ଲିଖନ 1 ଘଣ୍ଟା। ଆପଣଙ୍କର 8ମରୁ 10ମ ଶ୍ରେଣୀ ବରିଷ୍ଠ ସିନିୟର ମାନେ ସେମାନଙ୍କ ପାଇଁ 21ଶ ଶତାବ୍ଦୀର ଦକ୍ଷତା ବିକାଶରେ ବିଦ୍ୟାଳୟ ଶିକ୍ଷାର ଭୂମିକା। ସେହିଭଳି ଏକାଦଶ ଦ୍ୱାଦଶ ବରିଷ୍ଠ
ବରିଷ୍ଠ ଉଚ୍ଚ ମାଧ୍ୟମିକ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ସମୃଦ୍ଧ ଓଡ଼ିଶା ବିଷୟରେ ଆପଣ ପ୍ରବନ୍ଧ ଲେଖିବେ। ସେହିଭଳି ଚିତ୍ରାଙ୍କନ 1 ଘଣ୍ଟା, ଚତୁର୍ଥ ଓ ସପ୍ତମ ଶ୍ରେଣୀ ଜୁନିୟରମାନଙ୍କ ପାଇଁ, ସେହିଭଳି ଅଷ୍ଟମ ଦଶମ ଶ୍ରେଣୀ ବରିଷ୍ଠ ସିନିୟରମାନଙ୍କ ପାଇଁ ଏବଂ ଏକାଦଶରୁ ଦ୍ୱାଦଶ ଉଚ୍ଚ ମାଧ୍ୟମିକ ସିନିୟର ପାଇଁ ଆପଣଙ୍କର ଚିତ୍ରାଙ୍କନ ରହୁଛି 2036 ସମୃଦ୍ଧ ଓଡ଼ିଶାର ରୂପରେଖ। ତ ସମୃଦ୍ଧ ଓଡ଼ିଶାର ରୂପରେଖରେ କ'ଣ କ'ଣ ନୂଆ ନୂଆ ଜିନିଷ ହେଇଥିବ ତା ବିଷୟରେ ଆପଣ ଚିତ୍ର କରିବେ ଏବଂ ରଙ୍ଗ ଦେବେ। ସେହିଭଳି ଦିବ୍ୟାଙ୍ଗ ଚତୁର୍ଥରୁ ସପ୍ତମ, ଅଷ୍ଟମ ଏବଂ ଏକାଦଶରୁ ଦ୍ୱାଦଶ ସେହି 2036 ସମୃଦ୍ଧ ଓଡ଼ିଶାର ରୂପରେଖ କିଭଳି ଭାବରେ କରାଯିବ ତାର ଚିତ୍ରାଙ୍କନ କରିବେ। ସେହିଭଳି 11 ଦେଖନ୍ତୁ, ସେହିଭଳି ଆପଣଙ୍କର କୁଇଜ୍ ଓଡ଼ିଆରେ ଦେଖନ୍ତୁ 1 ଘଣ୍ଟା କରାଯିବ ଚତୁର୍ଥରୁ ସପ୍ତମ ଶ୍ରେଣୀ ପାଇଁ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପାଇଁ ଏବଂ ଏକାଦଶରୁ ଦ୍ୱାଦଶ ଆପଣଙ୍କର ଗୋଟିଏ ବିଷୟ ରହିଛି। ଦେଖନ୍ତୁ ଚତୁର୍ଥରୁ ସପ୍ତମ ପାଇଁ ଓଡ଼ିଶା, କଳା ସଂସ୍କୃତି, ଗଣିତ, ଇତିହାସ, ଭୂଗୋଳ, ରାଜନୀତିର କୁଇଜ୍ କରାଯିବ ଓଡ଼ିଶା ବିଷୟରେ। ସେହିଭଳି ଅଷ୍ଟମ ସାରୁ ଦଶମ ହେଉଛି ଆପଣଙ୍କର କଳା ସଂସ୍କୃତି, ବିଜ୍ଞାନ, ଗଣିତ, ଇତିହାସ, ଭୂଗୋଳ, ରାଜନୀତି ଭାରତ ମଧ୍ୟରେ ହେଇପାରିବ। ସେହିଭଳି ଏକାଦଶରୁ ଦ୍ୱାଦଶ ହେଉଛି ଆପଣଙ୍କର କଳା ସଂସ୍କୃତି, ବିଜ୍ଞାନ, ଗଣିତ, ଇତିହାସ, ଭୂଗୋଳ, ରାଜନୀତି ବିଶ୍ୱସ୍ତରୀୟ କୁଇଜ୍ ଗୁଡ଼ିକ କରାଯିବ। ତେଣୁ ଜୁନିୟରମାନଙ୍କ ପାଇଁ ଓଡ଼ିଶା, ତାପରେ ସିନିୟର ପାଇଁ ହେଉଛି ଆପଣଙ୍କର ଭାରତ ଏବଂ ବରିଷ୍ଠ ସିନିୟର ହେଉଛି ଆପଣଙ୍କର କଳା ସଂସ୍କୃତି ବିଶ୍ୱସ୍ତରୀୟ। ସେଭଳି ପଞ୍ଚମ ଦେଖନ୍ତୁ, ପଞ୍ଚମରେ ଅଛି ସୃଜନଶୀଳ ଲିଖନ 1 ଘଣ୍ଟା, ଯାହାକି ଆପଣ ଓଡ଼ିଆ ଭାଷାରେ ଲେଖିବେ। ତ ଚତୁର୍ଥରୁ ସପ୍ତମ ଶ୍ରେଣୀ ଜୁନିୟରମାନଙ୍କ ପାଇଁ ରହିଛି ସମୃଦ୍ଧ ଓଡ଼ିଶା ଗଠନରେ ମୋର ଭୂମିକା। ସେହିଭଳି ଅଷ୍ଟମ ଓ ଦଶମ ଶ୍ରେଣୀ ବରିଷ୍ଠ ଏବଂ ଉଚ୍ଚ ମାଧ୍ୟମିକ ବରିଷ୍ଠଙ୍କ ପାଇଁ ରହିଛି ମୋ ସ୍ୱପ୍ନର ଓଡ଼ିଶା, ପ୍ରସ୍ତୁତି ଓ ପ୍ରଗତି। ସେହିଭଳି ଆପଣ ଦେଖନ୍ତୁ ବକ୍ତୃତା ଓଡ଼ିଆ ଭାଷାରେ ଆପଣଙ୍କର ଇଲୋକୁସନ୍, ଯାହାକି ଆପଣଙ୍କର 3 ମିନିଟ୍ ରହୁଛି ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ। ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ଓ ସଂସ୍କୃତି। ସେହିଭଳି ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଆପଣଙ୍କର ରହୁଛି ସମୃଦ୍ଧ ଓଡ଼ିଶା ଗଠନରେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା। ସେହିଭଳି ଆପଣଙ୍କର ଉଚ୍ଚ ମାଧ୍ୟମିକ ସିନିୟର ପାଇଁ ମଧ୍ୟ ଧନ୍ଦାମୂଳକ ବୈଷୟିକ ଶିକ୍ଷା। ସେଭଳି ସଙ୍ଗୀତ ବା ଗୀତ ପାଇଁ ଦେଖନ୍ତୁ 5 ମିନିଟ୍ ଲେଖାଏ ଜୁନିୟର ମାନେ ହେଉ କିମ୍ବା ସିନିୟର ହେଉ କିମ୍ବା ଉଚ୍ଚ ମାଧ୍ୟମିକ ସିନିୟର ହେଉ ସମସ୍ତଙ୍କ ପାଇଁ ଦେଶାତ୍ମବୋଧକ ସଙ୍ଗୀତ। ସେହିଭଳି ଦିବ୍ୟାଙ୍ଗମାନଙ୍କ ପାଇଁ ହେଉ, ଜୁନିୟରମାନଙ୍କ ପାଇଁ ହେଉ, ସିନିୟର ଉଚ୍ଚ ସିନିୟରମାନଙ୍କ ପାଇଁ ହେଉ, ସମସ୍ତଙ୍କ ପାଇଁ ଗୀତ ରହୁଛି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବେ। ପ୍ରତିଯୋଗିତାରେ ସେମାନେ ଗୀତ ବୋଲିବେ। ସେହିଭଳି ଓଡ଼ିଆ ହସ୍ତାକ୍ଷର ଦେଖନ୍ତୁ ଓ ଶ୍ରୁତ ଲିଖନ 30 ମିନିଟ୍। ତ ଚତୁର୍ଥରୁ ସପ୍ତମ କନିଷ୍ଠ ପାଇଁ ତ ଆପଣଙ୍କର ଉକ୍ତ ଶ୍ରେଣୀ ପାଇଁ ବିଷୟ ଆଧାରରେ ଯୁକ୍ତାକ୍ଷର ଥାଇ ଅନୁଚ୍ଛେଦ, ଜିଲ୍ଲା, ବ୍ଲକ, କ୍ଲଷ୍ଟର ବିଦ୍ୟାଳୟ ସ୍ତରରେ ଡାକିବେ। ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କଲଚରାଲ ପ୍ରୋଗ୍ରାମ ଜିଲ୍ଲାରୁ ଗୋଟିଏ ଦଳ 8ରୁ 10 ମିନିଟ୍। ଚତୁର୍ଥରୁ ଆପଣଙ୍କର ଦ୍ୱାଦଶ ପର୍ଯ୍ୟନ୍ତ ଆପଣଙ୍କର ଲୋକକଳା ସମୃଦ୍ଧ ବିଷୟରେ ସେମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ। ସେହିଭଳି PM ପୋଷଣ ଚିତ୍ରକଳା ଦେଖନ୍ତୁ ଜୁନିୟର ପାଇଁ ଏବଂ ସିନିୟର ପାଇଁ ବିକଶିତ ଭାରତର ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଭୂମିକା, ପୋଷଣ ସଚେତନ ଓ ଶିକ୍ଷା ପରସ୍ପର ପରିପୂରକ, ତାହା ଚିତ୍ରକଳା ମାଧ୍ୟମରେ PM ପୋଷଣ କରିପାରିବେ। ସେହିଭଳି ଶିଳ୍ପକଳା ଦେଖନ୍ତୁ ଜୁନିୟର ଚତୁର୍ଥରୁ ସପ୍ତମ ଏବଂ ଅଷ୍ଟମରୁ ଦଶମ ସିନିୟର ପାଇଁ ବିକଶିତ ଭାରତରେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଭୂମିକା, ପୋଷଣ ସଚେତନ, ଶିକ୍ଷା ଓ ପରସ୍ପର ପରିପୂରକ। ପ୍ରାରମ୍ଭିକ ସ୍ତରରେ ପ୍ରଥମ, ଦ୍ୱିତୀୟ, ତୃତୀୟ ପାଇଁ ଆପଣମାନଙ୍କର ପ୍ରତିଯୋଗିତା ହେବ। ସେଥିପାଇଁ ଆପଣମାନଙ୍କର ଚିତ୍ରାଙ୍କନ କରିବେ। କ'ଣ ରହୁଛି 45 ମିନିଟ୍ ଲେଖାଏ। ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେଣୀ ଅନୁସାରେ ଛାତ୍ରଛାତ୍ରୀଙ୍କୁ ଅଲଗା କରି ପଛକୁ ପଛ ବସାଇବେ ଏବଂ ପ୍ରତି ଛାତ୍ରକୁ ନିମ୍ନ ବିଷୟରେ ଗୋଟିଏ ଗୋଟିଏ ଚିତ୍ରାଙ୍କନ କରି ରଙ୍ଗ ଦେବାକୁ କହିବେ। ପ୍ରଥମ ଶ୍ରେଣୀମାନଙ୍କୁ ଅମୃତଭଣ୍ଡା, ବେଲୁନ, ଫୁଲ ଚିତ୍ର କରିବେ ଓ ରଙ୍ଗ ଦେବେ। ସେହିଭଳି ଦ୍ୱିତୀୟ ଶ୍ରେଣୀଙ୍କୁ ଗୁଡ଼ି, ମାଠିଆ, ପେନସିଲ କହିବେ, ଚିତ୍ର କରିବେ, ରଙ୍ଗ ଦେବେ। ସେହିଭଳି ତୃତୀୟ ଶ୍ରେଣୀଙ୍କୁ ମାଛ, ଗଛ, ଖୋଲା ଛତା ଇତ୍ୟାଦି କହି ଚିତ୍ର କରିବେ, ରଙ୍ଗ ଦେବେ। ସେହିଭଳି ଗଳ୍ପ କଥନ ଦେଖନ୍ତୁ 5 ମିନିଟ୍। ଶିକ୍ଷକ ଛାତ୍ରୀଙ୍କୁ ଏକାଠି କରି ଓ ପ୍ରତ୍ୟେକ ପିଲାଙ୍କୁ ଅଂଶଗ୍ରହଣ ନିଶ୍ଚିତ କରିବେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାଙ୍କୁ ଷ୍ଟୋରି କାର୍ଡ଼ ଦେଖାଇ ସେଥିରେ ଚିତ୍ରକୁ ଦେଖି ଗପଟିଏ କହିବା ପାଇଁ କହିବେ।
ସେହିଭଳି ଗଳ୍ପକଥନ ସମୟରେ ପିଲାଟିର ଭାବନାର ପ୍ରକାଶ, ବାକ୍ୟର ସ୍ପଷ୍ଟତା, ଭାବଭଙ୍ଗୀକୁ ଦେଖି ଛାତ୍ରଛାତ୍ରୀଙ୍କୁ ମୂଲ୍ୟାୟନ କରିବେ। ସେହିଭଳି ଗଣିତ ଦୌଡ଼ ଅଛି ଆପଣଙ୍କର 15 ମିନିଟ୍। ପ୍ରଦତ୍ତ ନମୁନା ପ୍ରଶ୍ନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପୂର୍ବ ପ୍ରଶ୍ନ ପ୍ରସ୍ତୁତ କରି ରଖିଥିବେ। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରତିଯୋଗୀ ହିସାବରେ ଟ୍ରାକରରେ ଗଣିତ ପ୍ରଶ୍ନ ପ୍ରସ୍ତୁତ କରିଥିବେ। ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଦୌଡ଼ 50 ମିଟର ଭାବରେ ରହିବ। ଦୌଡ଼ ଆରମ୍ଭ ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀ ଖେଳର ନିୟମ ପିଲାଙ୍କୁ ବୁଝାଇବେ ଏବଂ ପ୍ରଶ୍ନଗୁଡ଼ିକ ଦେବେ। ଯିଏ ଆଗ କରି ଆଗକୁ ଆସିଦେବ ସିଏ ହେବ ପ୍ରଥମ। ସେହି ପ୍ରଶ୍ନଗୁଡ଼ିକ ଦେଇଛି ଦେଖନ୍ତୁ। ପ୍ରଥମ ଶ୍ରେଣୀ ପାଇଁ 2ଟି ମିଶାଣ 1 ଅଙ୍କ ବିଶିଷ୍ଟ, 2 ଶ୍ରେଣୀ ପାଇଁ ଆପଣଙ୍କର 2 ଅଙ୍କ ବିଶିଷ୍ଟ, 3 ଅଙ୍କ ବିଶିଷ୍ଟ, ତୃତୀୟ ଶ୍ରେଣୀ ପାଇଁ 3 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ମିଶାଣ ଦେବେ ଏବଂ ଫେଡ଼ାଣ ଦେବେ। ଗଣିତ କୁଇଜ୍ ସେଭଳି 30 ମିନିଟ୍। ଏଭଳି ଇନଫର୍ମେସନ୍ ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।